ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେମାନେ ଦେଖିବା ଇସ୍ରାଏଲ ଦେଶରେ ଖଜୁର ପର୍ବ କିପରି ପାଳନ କରାଯାଏ। ହଁ ପ୍ରିୟ ବନ୍ଧୁଗଣ, ଇସ୍ରାଏଲ ଦେଶରେ ଖଜୁର ପର୍ବ କିପରି ପାଳନ କରାଯାଏ, ଯାହାକୁ ଇଂରାଜୀରେ ପାମ୍ ସଣ୍ଡେ ବୋଲି କୁହାଯାଏ, ଯେଉଁଟାକି ରବିବାର ଦିନ ସମସ୍ତେ ପାଳନ କରିଥାନ୍ତି। ଆଉ ପ୍ରିୟ ବନ୍ଧୁଗଣ, ଆପଣ ମଧ୍ୟ ଜାଣନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଅର୍ଥାତ୍ ଗୁଡ୍ ଫ୍ରାଇଡେ ପୂର୍ବରୁ ମଧ୍ୟ ପାମ୍ ସଣ୍ଡେ ବା ଖଜୁର ପର୍ବକୁ ପାଳନ କରାଯାଏ। ତେବେ ଆଜିର ଭିଡ଼ିଓରେ ଆମେ ସେ ପର୍ବକୁ ଆମେ ଦେଖିବା ଜେରୁସାଲେମରେ, ଇସ୍ରାଏଲର ଜେରୁସାଲେମରେ ଲୋକମାନେ କେମିତି ପାଳନ କରୁଛନ୍ତି। ଆପଣ ବର୍ତ୍ତମାନ ଭିଡ଼ିଓରେ ଦେଖିପାରୁଥିବେ, ସ୍କ୍ରିନ୍ରେ ଆପଣ ଦେଖିପାରୁଥିବେ କିପରି ଲୋକମାନେ ଖଜୁର ଗଛର ବାହୁଙ୍ଗା ଧରିକି ସେମାନେ କ'ଣ କରୁଛନ୍ତି। ଅସଂଖ୍ୟ ଲୋକ, ଅସଂଖ୍ୟ ଜନତା ରାସ୍ତାରେ ସେମାନେ ଯାଉଛନ୍ତି। ଆଉ ଏ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଯେ ଚାଲ ଆମ୍ଭେମାନେ ପବିତ୍ର ପର୍ବ ଯେଉଁଟାକି ଖଜୁର ପର୍ବକୁ ଅର୍ଥାତ୍ ପାମ୍ ସଣ୍ଡେକୁ ଆମେମାନେ ପାଳନ କରିବା। ତେବେ ଏହି ଖଜୁର ପର୍ବ କେଉଁଠୁ ଆରମ୍ଭ ହେଲା? ଏହା ବାଇବେଲରୁ ହିଁ ଆରମ୍ଭ ହୋଇଛି। ଆଉ ଏଇଟା ଅତି ସାଧାରଣ ବିଷୟ, ଏଇଟା ଆପଣମାନେ ଭଲ ଭାବରେ ଜାଣନ୍ତି। କାରଣ ଯଦି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସୁସମାଚାର ପୁସ୍ତକ ଗୁଡ଼ିକ ପଢ଼ିବା, ତେବେ ସେଥିରେ ଆମେ ଜାଣିପାରିବା କିପରି ଲୋକମାନେ ଖଜୁର ଗଛର ବାହୁଙ୍ଗା ଆଣିକି ତଳେ ବିଛେଇ ଦେଉଥିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଗଧର ପିଠି ଉପରେ ବସିଥିଲେ, ଗଧ ଉପରେ ବସିଥିଲେ ଏବଂ ଜେରୁସାଲେମ ମନ୍ଦିରକୁ ଯାତ୍ରା କରୁଥିଲେ। ରାସ୍ତାରେ ଲୋକମାନେ କ'ଣ କରୁଥିଲେ? ଖଜୁର ବାହୁଙ୍ଗା ବିଛେଇକି କହୁଥିଲେ ହାଲେଲୁୟା ହୋସାନା, ଦାଉଦ ସନ୍ତାନ ହୋସାନା କହିକି ସେମାନେ ଈଶ୍ୱରଙ୍କର ପ୍ରଶଂସା କରୁଥିଲେ। ତେବେ ଯଦି ଆମେମାନେ ଦେଖିବା, ଗୋଟେ ଅଂଶ ମୁଁ ପଢ଼ିବା ପାଇଁ ଚାହୁଁଅଛି, ଯୋହନ ଲିଖିତ ସୁସମାଚାର ତା'ର 12 ପର୍ବ 12 ପଦରୁ 19 ପଦ। ଏଠି ଏମିତି ଲେଖାଯାଏ, ତହିଁ ଆର ଦିନ ପର୍ବକୁ ଆସିଥିବା ବହୁ ସଂଖ୍ୟକ ଲୋକ ଯୀଶୁ ଜେରୁସାଲେମକୁ ଆସୁଅଛନ୍ତି ବୋଲି ଶୁଣି ଖଜୁର ବାହୁଙ୍ଗା ଘେନି ତାହାଙ୍କୁ ଭେଟିବା ନିମନ୍ତେ ବାହାରିଗଲେ ଓ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, ହୋସାନା, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ, ଧନ୍ୟ ଇସ୍ରାଏଲର ରାଜା। ଆଉ ଯୀଶୁ ଗୋଟିଏ ଗଧର୍ବ ଶାବକ ପାଇ ତାହା ଉପରେ ଆରୋହଣ କଲେ, ଯେପରି ଲେଖା ଅଛି, ଆଗ ସିଓନର କନ୍ୟା, ଭୟ କର ନାହିଁ, ଦେଖ ତୋର ରାଜା ଆସୁଅଛନ୍ତି। ସେ ଗଧର୍ବ ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। ତାହାଙ୍କ ଶିଷ୍ୟମାନେ ପ୍ରଥମେ ଏହି ସମସ୍ତ ବିଷୟ ବୁଝିଲେ ନାହିଁ, କିନ୍ତୁ ଯୀଶୁ ମହିମାନ୍ୱିତ ହେଲା ଉତ୍ତାରେ ଏ ସମସ୍ତ ବିଷୟ ଯେ ତାହାଙ୍କ ବିଷୟରେ ଲେଖାଯାଇଥିଲା, ପୁଣି ତାହାଙ୍କ ପ୍ରତି ସେମାନେ ଯେ ଏହିସବୁ କରିଥିଲେ ତାହା ସେମାନଙ୍କ ମନରେ ପଡ଼ିଲା। ଆଉ ସେ ଲାଜାରଙ୍କୁ ସମାଧିରୁ ଡାକି ମୃତମାନଙ୍କ ମଧ୍ୟରୁ ଉଠାଇବା ସମୟରେ ଯେଉଁ ଲୋକ ସମୂହ ତାହାଙ୍କ ସହିତ ଥିଲେ ସେମାନେ ସାକ୍ଷ୍ୟ ଦେବାକୁ ଲାଗିଲେ। ଏହି କାରଣରୁ ମଧ୍ୟ ଲୋକ ସମୂହ ତାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ, ଯେଣୁ ସେ ଏହି ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି ବୋଲି ସେମାନେ ଶୁଣିଥିଲେ। ସେଥିରେ ଫାରୁସୀମାନେ ପରସ୍ପର କୁହାକୁହି ହେଲେ, ଦେଖୁଛ ତ, ତୋମାନଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଅଛି। ଦେଖ, ଜଗତଟା ଯାକ ତାହାର ପଛରେ ଗଲାଣି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଖଜୁର ପର୍ବ ଇସ୍ରାଏଲ ଦେଶରେ ଅର୍ଥାତ୍ ଜେରୁସାଲେମରେ ଏକ ପବିତ୍ର ପର୍ବ ରୂପରେ ମାନ୍ୟ କରାଯାଏ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଦିନ ବିଜୟ ଯାତ୍ରା କରିଥିଲେ। ଅନେକ ମଣ୍ଡଳୀ ଗୁଡ଼ିକରେ ଆମେ ଶୁଣିବାକୁ ପାଉ ପ୍ରଭୁ ଯୀଶୁଖ୍ରୀଷ୍ଟ ବିଜୟ ଯାତ୍ରା କଲେ। ଏକ ଗଧ ଉପରେ ବସି ବିଜୟ ଯାତ୍ରା କଲେ। ଆଉ ଲୋକମାନେ, ଜନତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗରେ ନିଜ ନିଜର ଲୁଗା ବିଛାଇ ଦେଉଥିଲେ
ଖଜୁର ବାହୁଙ୍ଗା ବିଛାଇ ଦେଉଥିଲେ। ସେହିଦିନଠାରୁ ଖଜୁର ପର୍ବ ରହିଆସିଛି ଏବଂ ଆଜି ସୁଦ୍ଧା ପୃଥିବୀର ବିଭିନ୍ନ ମଣ୍ଡଳୀର ଲୋକମାନେ ସେମାନେ ଏହି ଖଜୁର ପର୍ବକୁ ସେମାନେ ପାଳନ କରନ୍ତି ଏବଂ ଇସ୍ରାଏଲ ଦେଶରେ ଖଜୁର ପର୍ବକୁ ବେଶୀ ଗୁରୁତ୍ୱ ଦିଆଯାଏ। କାରଣ ପ୍ରିୟ ବନ୍ଧୁଗଣ, ଏଠି ଅଗଣିତ ଜନତା, ରାସ୍ତାଘାଟରେ ଅଗଣିତ ଜନତା ଏମିତି ଖଜୁର ବାହୁଙ୍ଗା ଧରି ସେମାନେ ପରମେଶ୍ୱରଙ୍କ ପ୍ରଶଂସା କରିଥାନ୍ତି। ଯେମିତିକି ସେହିଦିନ ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗରେ ଅର୍ଥାତ୍ ଗଧ ଉପରେ ବସିଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସାମ୍ନାରେ ଲୁଗା ବିଛାଇ ଖଜୁର ବାହୁଙ୍ଗା ବିଛାଇ ଯେମିତି ପ୍ରଶଂସା କରୁଥିଲେ, ଦାଉଦ ସନ୍ତାନ ହୋସାନା। ଆଉ ସେହିପରି ଭାବରେ ଆଜି ମଧ୍ୟ ଦେଖନ୍ତୁ କେତେ ଲୋକ, ଅଗଣିତ ଜନତା ସେମାନେ ଖଜୁର ବାହୁଙ୍ଗା ଧରି ସେମାନେ କ'ଣ କରୁଛନ୍ତି? ଖଜୁର ବାହୁଙ୍ଗା ଧରିକି ଏହି ଉତ୍ସବରେ ସେମାନେ ସାମିଲ ହୋଇଛନ୍ତି। ଆଉ ଏହି ଉତ୍ସବ ମନେଇବାର ବା ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରମେଶ୍ୱରଙ୍କର ପ୍ରଶଂସା କରିବା, ତାଙ୍କର ଗୌରବ କରିବା। ତେବେ ଖଜୁର ପର୍ବ ଆମମାନଙ୍କ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏହା ସ୍ମରଣ କରାଇ ଦିଏ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶୀୟ ମୃତ୍ୟୁଭୋଗ ଭୋଗ କରିବା ପୂର୍ବରୁ ସେ କ'ଣ କରିଥିଲେ? ବିଜୟ ଯାତ୍ରା କରିଥିଲେ। ଏହାଦ୍ୱାରା କ'ଣ ହେଇଥିଲା? ଏହାଦ୍ୱାରା ଭାବବାଣୀ ସଫଳ ହୋଇଥିଲା। ହଁ ପ୍ରିୟ ବନ୍ଧୁଗଣ, ଯେଉଁଟା ଲେଖା ଅଛି ଜିଖରୀୟ ତା'ର 9 ପର୍ବର 9 ପଦରେ ବି ଲେଖା ଅଛି, ଆଗ ସିଓନର କନ୍ୟା ଭୟ କର ନାହିଁ, ଦେଖ ତୋ ରାଜା ଆସୁଅଛନ୍ତି, ସେ ଗଧର୍ବ ଉପରେ ଆରୋହଣ କରି ଆସୁଛନ୍ତି, ସେ ଗଧର୍ବାରୋହୀ ବା ଗଧର୍ବ ଶାବକାରୋହୀ। ଯଦି ଆପଣ ପଢ଼ିବେ ଜିଖରୀୟ 9 ପର୍ବର 9 ପଦରେ ସେଠି ଲେଖା ଅଛି। ସେ ଯେଉଁ ଭବିଷ୍ୟତବାଣୀ କରିଥିଲେ ଜିଖରୀୟ ଭବିଷ୍ୟତ ବକ୍ତା, ଜିଖରୀୟ ଭବିଷ୍ୟତ ବକ୍ତା ଯେଉଁ ଭବିଷ୍ୟତବାଣୀ କରିଥିଲେ ପୁରାତନ ନିୟମରେ, ତାହାକୁ କିଏ ସଫଳ କଲେ? ପ୍ରଭୁ ଯୀଶୁଖ୍ରୀଷ୍ଟ ସଫଳ କଲେ। କାରଣ ଜିଖରୀୟ ଭବିଷ୍ୟତ ବକ୍ତା ଯାହାଙ୍କ ବିଷୟରେ ଭବିଷ୍ୟତବାଣୀ କରିଥିଲେ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଏକମାତ୍ର ଆମମାନଙ୍କର ତ୍ରାଣକର୍ତ୍ତା, ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ। ହଁ ପ୍ରିୟ ବନ୍ଧୁଗଣ, ତେବେ ଇଏ ହେଉଛି ଆମମାନଙ୍କ ନିମନ୍ତେ ଏକ ଖୁସିର ଖବର ଅଟେ ଯେ ଆମ୍ଭେମାନେ ଏ ସମସ୍ତ ବିଷୟକୁ ଦେଖୁଅଛୁ। ଆଉ ପ୍ରତି ଗୁଡ୍ ଫ୍ରାଇଡ଼େ ପୂର୍ବ ରବିବାର ଆମ୍ଭେମାନେ କ'ଣ କରିଥାଉ? ଏମିତି ଖଜୁର ପର୍ବକୁ ଆମ୍ଭେମାନେ ପାଳନ କରିଥାଉ। ଆଉ ବିଭିନ୍ନ ମଣ୍ଡଳୀମାନଙ୍କରେ ଏମିତି ଖଜୁର ପର୍ବ ପାଳନ କରାଯାଏ। ସେମାନେ କ'ଣ କରନ୍ତି? ଖଜୁର ବାହୁଙ୍ଗା ଧରି ସକାଳୁ ସକାଳୁ ଗାଁ ସାରା ବୁଲିକି ସେମାନେ ଈଶ୍ୱରଙ୍କର ପ୍ରଶଂସା କରନ୍ତି ଖଜୁର ବାହୁଙ୍ଗା। ଆଉ ଅଧିକାଂଶ ମଣ୍ଡଳୀରେ ସେମାନେ ବିଶ୍ୱାସୀମାନେ ସୁସମାଚାର ପ୍ରଚାର କରନ୍ତି। କାହିଁକି ସୁସମାଚାର ପ୍ରଚାର କରନ୍ତି? ଯେ ଉଦ୍ଧାରକର୍ତ୍ତା ଜନ୍ମ ହୋଇଛନ୍ତି, ଜଣେ ତ୍ରାଣକର୍ତ୍ତା ଜନ୍ମ ହୋଇଛନ୍ତି, ଯିଏକି ସମଗ୍ର ଜଗତର ପାପକୁ ନିଜ ଉପରେ ବହି ନେଇଯାଆନ୍ତି। ସେଇଥିପାଇଁ ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହୋଇଥିଲା, ଯେପରି ସେ ସମଗ୍ର ଜଗତକୁ ପରିତ୍ରାଣ କରିବାକୁ ପାରିବେ। ସମଗ୍ର ଜଗତକୁ ପରିତ୍ରାଣ କରିବେ, ନିଜ ରକ୍ତ ଦେଇ, ନିଜର ଜୀବନ ଦେଇ ସେ ଉଦ୍ଧାର କରିବେ। ସେଥିପାଇଁ ତାଙ୍କୁ କୁହାଯାଏ ଅଭିଷିକ୍ତ ଉଦ୍ଧାରକର୍ତ୍ତା। ଯୀଶୁଖ୍ରୀଷ୍ଟର ଅର୍ଥ ହେଉଛି ଅଭିଷିକ୍ତ ଉଦ୍ଧାରକର୍ତ୍ତା। ଯୀଶୁର ଅର୍ଥ ହେଉଛି ଉଦ୍ଧାରକର୍ତ୍ତା, ଖ୍ରୀଷ୍ଟର ଅର୍ଥ ହେଉଛି ଅଭିଷିକ୍ତ। ଯଦି ଆମେ ଦୁଇଟା ଯାକ ଆମେ ଯଦି ମିଶାଇବା ତେବେ ହେବ ଅଭିଷିକ୍ତ ଉଦ୍ଧାରକର୍ତ୍ତା। ତେବେ ପ୍ରିୟ ବନ୍ଧୁଗଣ ଦେଖନ୍ତୁ, ଲୋକମାନେ କିଭଳି ସହର ପରିକ୍ରମା କରୁଅଛନ୍ତି।
ଆଉ ଏ ସହର ପରିକ୍ରମା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଲ ଆମେମାନେ ପବିତ୍ର ଖଜୁର ପର୍ବକୁ ଆମେମାନେ ପାଳନ କରିବା, ଯାହାକୁ ପାମ୍ ସଣ୍ଡେ ବୋଲି କୁହାଯାଏ। ପାମ୍ ସଣ୍ଡେ କାହିଁକି? ଏହା ସଣ୍ଡେ ଦିନ ପାଳନ କରାଯାଏ ବା ରବିବାର ଦିନ ପାଳନ କରାଯାଇଥାଏ, ସେଥିପାଇଁ କୁହାଯାଏ ପାମ୍ ସଣ୍ଡେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, এই ଭିଡ଼ିଓ ଆପଣଙ୍କୁ କିପରି ଲାଗୁଛି କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ। ଆଉ ଏ ଦେଶ କିପରି ଲାଗୁଛି, ଏ ଜାଗା କିପରି ଲାଗୁଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସ୍ଥାନ ଆପଣଙ୍କୁ କେମିତି ଲାଗୁଛି କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜି ବିଭିନ୍ନ ଦେଶରେ ବିଭିନ୍ନ ମଣ୍ଡଳୀମାନଙ୍କରେ ଏମିତି ପବିତ୍ର ଖଜୁର ପର୍ବକୁ ପାଳନ କରାଯାଏ। ଆଉ ଆମେମାନେ ଭାଗ୍ୟବାନ ଯେ ଆମେମାନେ ଏମିତି ଜଣେ ଉଦ୍ଧାରକର୍ତ୍ତାଙ୍କୁ ଆମେ ପାଇଛୁ, ଯିଏକି 2000 ବର୍ଷ ପୂର୍ବରୁ ସମଗ୍ର ଜଗତକୁ ଉଦ୍ଧାର କରିବା ପାଇଁ ସେ କ'ଣ କରିଥିଲେ? ଅବତରଣ କରିଥିଲେ। ସମସ୍ତ ଜଗତକୁ ପାପର ଉଦ୍ଧାର କରିବା ନିମନ୍ତେ ଆସିଥିଲେ। ତେଣୁ ପ୍ରିୟ ବନ୍ଧୁଗଣ, ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଭିଡ଼ିଓ ଯଦି ଭଲ ଲାଗିଥାଏ ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।